नमस्कार दर्शक बंधु सुभद्रा योजनार पंचम किस्ती रक्षा बंधन रे मिलिबो 28,000 हिताधिकारी नॉन बीमेट्रिक इकेवाईसी बाकी अछि। जुलाई शेष सुधा सीएससी रे करंतु निर्धारित। सुभद्रा योजनार हिताधिकारी मानक पई आसीछि बड़ अपडेट। आसंता रक्षा बंधन अवसर रे योजनार पंचम किस्ती प्रदान करा जिवो। ଏହା ପୂର୍ବରୁ 2026 ଓ 27 ଆର୍ଥିକ ବର୍ଷ ପାଇଁ 3,17,966ଟି ନୂଆ ଆବେଦନ ମିଳିଥିବା ବେଳେ ସେଗୁଡ଼ିକର ଫିଲ୍ଡ ଭେରିଫିକେସନ ଓ ଅନ୍ୟାନ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ସମୀକ୍ଷା ବୈଠକରେ ଜୁଲାଇ 25 ସୁଦ୍ଧା ସମସ୍ତଙ୍କ ଫିଲ୍ଡ ଭେରିଫିକେସନ ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ଆବେଦନଗୁଡ଼ିକୁ ଅନୁମୋଦନ କରାଯିବ। ଅନ୍ୟପଟେ ପ୍ରାୟ 28,000 ହିତାଧିକାରୀଙ୍କ ନନ୍ ବେମେଟ୍ରିକ୍ ଇକେୱାଇସି ବାକି ରହିଛି। ସୁଭଦ୍ରା ପୋର୍ଟାଲରେ ଯେମାନଙ୍କର ନନ୍ ବାୟୋମେଟ୍ରିକ୍ ଇକେୱାଇସି ଦେଖିଛନ୍ତି ସେମାନେ ଜୁଲାଇ ମାସ ଶେଷ ପୂର୍ବରୁ ନିକଟସ୍ଥ ଜନସେବା କେନ୍ଦ୍ର CSC କୁ ଯାଇ ଇକେୱାଇସି ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ଏହା ନ କଲେ କିସ୍ତି ପ୍ରଦାନରେ ବିଳମ୍ବ ହୋଇପାରେ। ସେହିପରି ଅଧିକ ଜମି ଥିବା, ରେକର୍ଡ ଆୟକ ଇନକମ୍ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣରୁ ଯେଉଁ ଆବେଦନ ବ୍ଲକ୍ ହୋଇ ରହିଛି ସେହି ହିତାଧିକାରୀମାନଙ୍କୁ ଫିଲ୍ଡ ଭେରିଫିକେସନ ସମୟରେ ନିଜ ସମସ୍ୟା ବିଷୟରେ ଅଧିକାରୀଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଯୋଗ୍ୟ ହିତାଧିକାରୀମାନେ ଆରମ୍ଭରୁ ଯୋଜନାର ସହାୟତା ପାଇବାକୁ ଥିଲେ ମଧ୍ୟ କୌଣସି କାରଣରୁ ଟଙ୍କା ପାଇନଥିଲେ ସେମାନଙ୍କୁ ଏକକାଳୀନ ଭାବେ ବକେୟା ସମସ୍ତ କିସ୍ତି ପ୍ରଦାନ କରାଯିବ। ସରକାର କହିଛନ୍ତି ଯେ ସୁଭଦ୍ରା ଯୋଜନାର କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସହାୟତାରୁ ବଞ୍ଚିତ ନ ରୁହନ୍ତୁ ସେଇଥିପାଇଁ ପ୍ରକ୍ରିୟା ଜାରି ରହିବା ଶେଷ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ସହାୟତା ରାଶି ପହଞ୍ଚିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ସୁଭଦ୍ରା ଯୋଜନାର ଟଙ୍କାକୁ ଖର୍ଚ୍ଚ ନକରି ସେହି ଟଙ୍କାରେ ଟେଲର ମେସିନ୍ ଆଣି ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନା ମଧ୍ୟ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାର ଏକ ପ୍ରୟାସ କରିଛି। ସୁଭଦ୍ରା ଟଙ୍କା ଦେଖାଇଛି ରୋଜଗାରର ବାଟ। ପ୍ରଥମ କିସ୍ତି ଟଙ୍କାରେ କିଛି ଥିଲେ ଟେଲର ମେସିନ୍, ଏବେ ଲୁଗା ସିଲେଇ କରି ନିଜର ଖର୍ଚ୍ଚ ତୁଲେଇ ପାରୁଛନ୍ତି ଜଣେ ଯୁବତୀ। ବାଲେଶ୍ୱର ଜିଲ୍ଲାର ସିମୁଲିଆ ବ୍ଲକ ପୁରୁଷୋତ୍ତମପୁର ପଞ୍ଚାୟତ ବାଲିଖଣ୍ଡ ଗ୍ରାମର ବିଷ୍ଣୁପ୍ରଭା ମହାନ୍ତି ପାଠପଢ଼ା ସାରିବା ପରେ ଟେଲରିଂ ଶିଖିଥିଲେ। ସୁଭଦ୍ରା ଟଙ୍କାରେ ପ୍ରଥମ କିସ୍ତି ପାଇବା ପରେ ଏକ ଟେଲର ମେସିନ୍ କିଣି ଲୁଗା ସିଲେଇ କରୁଥିବା କହିଛନ୍ତି। ଗାଁରେ ଗ୍ରାମବାସୀଙ୍କ ଲୁଗା ସିଲେଇ କରି ବିଷ୍ଣୁପ୍ରଭା ନିଜର ଖର୍ଚ୍ଚ ତୁଲାଇବା ସହ ଘରକୁ କିଛି ଟଙ୍କା ସହାୟତା କରୁଛନ୍ତି। ନମସ୍କାର।